ତମେ ମୁଁ କରିବ କହିଲି କଣ? ଏଇଆ କହୁଛି ଆଉ ସେ ତାର ରହିବା ପାଇଁ ଚାହୁଁନି ମୁଁ ତାକୁ ନେଇକି ହ୍ୟାଣ୍ଡଓଭର କରିଦେବି ଗୋପା ମନ୍ଦିର ପାଖରେ ନହେଲେ ଯୋଉଠି ହେଲେ ଆଉ। ମୁଁ କହିବି ଦିଅ। କଣ କହିବ ହଁ ଦିଅ ମୁଁ ଦିଅ କହିବି ଦିଅ ହଁ ଦିଅ। ଦିଅ ମୁଁ ତମେ ତାଙ୍କ ସହିତ କହିବ କଥା ହଉଛି ସେଇଠି ଦିଅ। ଯାହା କହିବା ହଁ କଥା। ନା ଦିଅ ମୁଁ କହିବି ଦିଅ। ତମର ଏଠି ଦିଅ ନାହିଁ। ଦିଅ ମୁଁ କଥା ହଉଛି ମୁଁ ଦଉନ। କହିବି ଦିଅ। ହଁ ପୂଜା କଣ ହଉଛି କହିଲ? ହ୍ୟାଲୋ। ହଁ ପୂଜା କୁହ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହଁ ପୂଜା ପୂଜା କୁହ ପୂଜା। ଛାଡ ମତେ। ଏଇ ଲାଉଡ ସ୍ପିକର ଟା ଦେଇ କଥା ହଉଛି। ନା ମୁଁ କଥା ହେଇପାରିବିନି ଛାଡ। ଛାଡ ମତେ। ହ୍ୟାଲୋ। ହଁ ପୂଜା କୁହ। ମତେ ବାହା ହେଲା ଆମର କିନ୍ତୁ ରଖିଛି ତା ଘରେ କିନ୍ତୁ ମତେ ମାରପିଟ କରୁଛି। ତମକୁ ଏ ପିଟୁଛନ୍ତି? ମା ତୁ ପଳା ନା ତତେ ମୁଁ ମାରପିଟ କରୁଛି ତୁ ପଳା ତତେ ସେଥିପାଇଁ ମୁଁ କହୁଛି ତୁ ପଳା। ମୁଁ ରହିତେ ଚାହୁଁଛି ହେଲା ମୁଁ ଯାହା ମାନେ ତୁ କହୁଛି ମୋ ରହନି କଥା ତତେ ମାରପିଟ ମୋର କରୁଛି ନା ତୁ କଥା ପଳା। ଯାହା ଶୁଣୁନାହାନ୍ତି। ହୁଁ ଖାଲି ନିଜ ଇଚ୍ଛାରେ କରୁଛନ୍ତି ଆଉ। ଆଚ୍ଛା ତମେ ସେଠୁ ଆସିଲ କେମିତି ନାରୀ ସଂଘରୁ? ହ୍ୟାଲୋ ପୂଜା ମୁଁ କହିବିନି ଏବେ। ନା ମାନେ ହଉ ସେ କଥା ଛାଡ ହଉ ସେ କଥା ଛାଡ ତମେ ବର୍ତ୍ତମାନ ଚାହୁଁଛ କଣ ମାନେ ତାଙ୍କ ପାଖରେ ରହିବ ନା ରହିବନି? ମୁଁ ରହିବି। ରହିବା ପାଇଁ ଚାହୁଁଛ ହଁ। କିନ୍ତୁ ତମକୁ ମାରପିଟ କରୁଛନ୍ତି ନା କଣ? ତୁମକୁ ଅମର ମାରପିଟ କରୁଛନ୍ତି? ହଁ ରାଗିଟେ। ଭାଇ ଏତେ ମାନେ ଟର୍ଚର କଲା ଭଳିଆ ମତେ କରୁଛି। ଆଚ୍ଛା ବୁଝିଲ ମୁଁ ତଥାପି ତାକୁ କିଛି କହୁନି କାରଣ ସିଏ ମୁଁ ତାକୁ ଏତେ ତମେ ନିଜେ କୁହ ନା ଗୋଟେ ଏଇଠି ଗୋଟେ ନ୍ୟୁଜ ବାଲା ନ ହେଇକି ଗୋଟେ ତମେ ଗୋଟେ ବଡ ହିସାବରେ ତମେ କୁହ ନା ମତେ ହଁ 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 ଯେ ଏତେ ମତେ କେତେ ବ୍ଲେମ କଲେ କେତେ ବେଜିତ କଲେ। ବେଜିତ କଲା ହୁଁ ପରେ ବି ମୁଁ ତାକୁ ଏଇଠି ରଖିଲି ନା ନାଇଁ ନା ମୁଁ ସେଟା ବି ତ ଠିକ ଆଗୁଆ କଥା। ତାକୁ କହିଥିଲି ତାକୁ ବୁଝେଇଥିଲି ହୁଁ ତାପରେ ଇଏ ଏବେ ତମକୁ କଣ କହୁଛି ବାଡଉଛି ଏଟା କରୁଛି ସେଟା କରୁଛି ତାହେଲେ ତମେ ଶୁଣିକି କଣ ଗୋଟେ ଭାବିବ। ମାନେ ତାହେଲେ ମୁଁ କଣ ତାକୁ ଏଇଠି ସତରେ ଭାବୁଛି। ମାନେ ସିଏ କଣ ତମେ କଣ ବାଡଉନ ମିଛ କହୁଛନ୍ତି ସିଏ? ତାକୁ ହିଁ ପଚାର ଏଇଠି ତାକୁ ମୁଁ କୋଉ କଥାରେ ଦେଖ ସେ ବାହା ହେଲା ସେ ଘରେ ରହିବା ଲୋକ ସେ ଘରେ ନ ରହିକି ସେ ବାରମ୍ବାର ଆରେ ଟିକେ ଟିକେ କଥାକୁ ସେ ନେଇକି ପଳେଇବ ଘରକୁ ଟିକେ ଟିକେ କଥାକୁ ନେଇକି ରାଗୁଛି। ଟିକେ ଟିକେ କଥାକୁ ନେଇକି ବାଳ ଘରୁ ଏଇଠୁ ବାହାରି ଚାଲି ଯାଉଛି। ଆମ ବସ୍ତି ଲୋକ ଦେଖୁଛନ୍ତି ସାହି ଲୋକ ଦେଖୁଛନ୍ତି ଗାଁ ଲୋକ ଦେଖୁଛନ୍ତି ସେମାନେ ସବୁ କଣ ଭାବୁଛନ୍ତି? ହୁଁ ତମେ ନିଜେ କହୁନ? ହୁଁ 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 ଆରେ ସେ ବାହା ହେଇକି ରହିଛି ସେ ଗୋଟେ ଜାଣିବା ଦରକାର ନା ନାଇଁ ସେ ଯେ ଗୋଟେ ଘରେ ରହିଛି ବୋଲି। ଆଉ ଟିକେ ଟିକେ କଥାକୁ ସିଏ ମାନେ କହୁଛି ମୁଁ ତ ପଳେଇବି ଏମିତି ଧମକ ଦଉଛି। ତା ଆଚ୍ଛା ମୁଁ କଣ ତା ଧମକରେ ରହିଛି ନା ତାକୁ ଡରିକି ରହିଛି। ମାନେ ଝଗଡା ଟା କଣ ପାଇଁ ଏତେ ରାଗୁଛ ବେଜିତ କଣ ପାଇଁ କରୁଛି କହିଲ? ଏଇ ରିସେଣ୍ଟ ମୁଁ କଥା ଶୁଣିବ ହଁ ଶୁଣୁନି ବୋଲି ମୁଁ ରିସେଣ୍ଟ ଶୁଣିନି କଥା ବୋଲି ଶୁଣିବ ମାରିଲେ। ରିସେଣ୍ଟ କଥା ଶୁଣିବ ହଁ ନା ତମେ ଏଥର ଯାଅ ଆଉ ନାଇଁ ତ କହିଲି ତମେ ଯାଅନା ନା ତମେ ମୁଁ ରହିବି ମୋ ସାଙ୍ଗରେ। ଏଇଥର ମାନେ କଣ ହେଇଛି ଜାଣିଛ ଏଇଥର ହଁ ମାନେ ଘରୁ ବାହାରିକି ଚାଲି ଯାଇଛି ଘରୁ ବାହାରିକି ମତେ କହିଲା ନେଇକି ଛାଡିଦିଅ ବାରମ୍ବାର ଟିକେ ଟିକେ କଥାକୁ ମତେ କହୁଛି ନେଇକି ଛାଡିଦିଅ। ଯଦି ତୁ ପଳେଇ ଯିବାର ଥିଲା ମତେ ମାନ ଇଜ୍ଜତ ଏତେ ମତେ ତମେ ବେଜିତ ଏବେ କଲୁ ବାହାର କଣ କରୁଥିଲ କି ନାଇଁ? କିଏ ବାହାର କରୁଥିଲା ତମେ ମୁଁ କେତେବେଳେ ବାହାର କଲି? ବାହାର କରୁନଥିଲ। କେତେବେଳେ ବାହାର କଲି ତୁ ଏମିତି ରୁଲ କାଢିଲୁ ବୋଲି ମୁଁ କହିଲି ରୁହ ମୁଁ ଫୋନ ମାରିଦିଏ ମିଡିଆ ବାଲାକୁ ନା ସେମାନେ ନା ଆସିବେ ମୁଁ ତାଙ୍କ ସେଠି ଆଗରେ ମୁଁ କହିବି ତୁ ମତେ ମୁଁ କେମିତି ଇଏ ସେଠି ଯାଇ କରୁଛୁ ଶୋଇଲି ବୋଲି ଭାଇ ଭାତ ତରକାରୀ ନେଇକି ଘର କାମ ପର୍ଯ୍ୟନ୍ତ ସବୁ ମୁଁ କରିଦଉଛି ତାକୁ ହେଲା ନିଜେ ରୋଷେଇ କରିକି ତାକୁ ଦଉଛି ଖାଇବା ପାଇଁ ଆଜି ପର୍ଯ୍ୟନ୍ତ ମୁଁ ତାକୁ କହିନି କି ତୁ ରୋଷେଇ କରିକି ଦେ ମତେ ଖାଇବା ପାଇଁ କିବା ମତେ ମାନେ ଦିଟା ଭାତ ବାଢିକି ଦେ ହଁ ସେ ବି ମୁଁ ଛୋଟ ନିଜେ ଝିଅ ଟା ଭାତ ବାଢିକି ତାକୁ ଡାକିକି ଭାତ ନିଜେ ଖୁଏଇ ଦଉଛି। ସବୁ କିଛି ତା ପାଇଁ କରୁଛି କାରଣ କାହିଁ ନା ସେ ବଡ ଘରେ ଭାଇ ହଉଛି ବଡ ହେଇଛି ହଁ ହଁ ବୁଝିଲ ନା ହଁ ହଁ ବଡ ଘରେ ବଡ ହେଇଛି। ତ ମୁଁ ମୁଁ କଣ ବୋକାଟା ତାକୁ ମୁଁ ଯେମିତି ଖୁସିରେ ରଖିବା ପାଇଁ ଚାହିଁବି ରଖୁଛି ନା ନାଇଁ। ତାପରେ ବି ସିଏ ମୋ ଉପରେ ଚଢୁଛି ଜାଣିଛୁ ନା ଟିକେ ଟିକେ କଥାକୁ ନେଇକି ମାନେ ସଦାବେଳେ ଘରୁ ବାହାରିଯିବ ବୋଲି କହୁଛି। ହେଲା ମାନେ ମତେ ଏମିତି ମାନେ ବ୍ଲାକମେଲ କରିକି ମାନେ ଧମକେଇକି ରଖିଲା ଭଳିଆ ରଖୁଛି।